ଏହି ବିଦ୍ୟାବାଟିକା ପାଳନ କଲା ରକ୍ଷାବନ୍ଧନ। ରକ୍ଷାବନ୍ଧନ ଏକ ମହାପର୍ବ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ଏକ ନିଆରା ପର୍ବରେ ଜଣେ ଭଉଣୀ ନିଜ ଭାଇ ହାତରେ ରକ୍ଷା କବଚ ବାନ୍ଧିଥାଏ। ଭାଇର ସୁରକ୍ଷା ପାଇଁ ପ୍ରତିଜ୍ଞା ସ୍ୱରୂପ ରକ୍ଷାବନ୍ଧନ ପରମ୍ପରା ଏକ ଇତିହାସ। ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ତାଙ୍କ ଆଙ୍ଗୁଠିର ଆଘାତ ଲାଗି ରକ୍ତ ଝରୁଥିବା ସମୟରେ ଦ୍ରୌପଦୀ ତାଙ୍କ ଶାଢ଼ୀ ଚିରି ଶ୍ରୀକୃଷ୍ଣଙ୍କ କ୍ଷତସ୍ଥାନରେ ବାନ୍ଧିଦେଇ ରକ୍ତସ୍ରାବ ବନ୍ଦ କରିଦେଇଥିଲେ। ତାଙ୍କ କରୁଣା ଏବଂ ଭଉଣୀ ପ୍ରେମରେ ପ୍ରଭାବିତ ହୋଇ ଶ୍ରୀକୃଷ୍ଣ ତାଙ୍କ ଆବଶ୍ୟକତା ସମୟରେ ଦ୍ରୌପଦୀଙ୍କୁ ରକ୍ଷା କରିବାକୁ ପ୍ରତିଜ୍ଞା କରିଥିଲେ। ସେହି ପ୍ରତିଶ୍ରୁତି ପୂରଣ ହୋଇଥିଲା ଯେତେବେଳେ ଦ୍ରୌପଦୀ ସାଧାରଣ ଅପମାନର ସମ୍ମୁଖୀନ ହୋଇଥିଲେ। କୁରୁସଭା ତଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଥିବା ବେଳେ କଟି ବସ୍ତ୍ର ଦେଇ ତାଙ୍କ ଲଜ୍ଜା ନିବାରଣ କରିଥିବା ଏକ ଭାଇ ଭଉଣୀଙ୍କ ପବିତ୍ର ପରିଚୟକୁ ସୂଚାଇଥାଏ। ଏହି ଭାଇ ଭଉଣୀଙ୍କ ପ୍ରେମର ଗଭୀରତା ଏବଂ ଜୀବନ ମୃତ୍ୟୁର ସୀମାକୁ ମଧ୍ୟ ଅତିକ୍ରମ କରିବାର କ୍ଷମତାକୁ ଉଲ୍ଲେଖ କରିଥାଏ। କିଛି ସଂସ୍କରଣରେ ରକ୍ଷା ଦିବ୍ୟ ଦମ୍ପତି ଇନ୍ଦ୍ର ଦେବତାମାନଙ୍କ ରାଜା ଏବଂ ତାଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କ ସହିତ ମଧ୍ୟ ଜଡ଼ିତ। ଇନ୍ଦ୍ରାଣୀ ରାକ୍ଷସମାନଙ୍କ ବିରୁଦ୍ଧରେ ଯୁଦ୍ଧ ସମୟରେ ତାଙ୍କ ସୁରକ୍ଷା ପାଇଁ ଭଗବାନ ଇନ୍ଦ୍ରଙ୍କ କଣ୍ଠରେ ଏକ ପବିତ୍ର ସୂତ୍ରରୁ ବାନ୍ଧିଥିଲେ। ଏହି କାହାଣୀ ଦିବ୍ୟ ସୁରକ୍ଷା ଖୋଜିବାରେ ଗୁରୁତ୍ୱ ଏବଂ ପ୍ରିୟଜନଙ୍କୁ ସୁରକ୍ଷା ଦେବାରେ ଏକ ପବିତ୍ର ସୂତ୍ରର ଶକ୍ତିକୁ ଉଜ୍ଜ୍ୱଳ କରିଥାଏ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ବିଦ୍ୟାବାଟିକାରେ ପାଳିତ ହୋଇଯାଇଛି ପବିତ୍ର ରାକ୍ଷୀ ବନ୍ଧନର ମହା ଉତ୍ସବ। ବିଦ୍ୟାବାଟିକାର କୁନି କୁନି ପିଲାମାନେ ବିଦ୍ୟାବାଟିକା ପ୍ରାଙ୍ଗଣରେ ରକ୍ଷାବନ୍ଧନ ଉତ୍ସବ ପାଳନ କରି ତୁରୁମୁଙ୍ଗା ଥାନା, ଡାକ୍ତରଖାନା, ଇଲେକ୍ଟ୍ରି ଅଫିସକୁ ଯାଇ କର୍ମଚାରୀମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାବାଟିକାର ଏହି ରକ୍ଷାବନ୍ଧନ କାର୍ଯ୍ୟକ୍ରମକୁ ସାଧାରଣରେ ଆଲୋଚ୍ୟର ବିଷୟ ପାଲଟି ଯାଇଛି। କୁନି କୁନି ପିଲାମାନଙ୍କ ପାଖରୁ ରାକ୍ଷୀ ବାନ୍ଧିବା ଦୃଶ୍ୟ ସମସ୍ତଙ୍କୁ ଖୁବ୍ ଆନନ୍ଦ ଦେଇଥିଲା। ଏକ ସୁରକ୍ଷା କବଚର ବାର୍ତ୍ତାକୁ ସୂଚାଉଥିବା ଏହି ରକ୍ଷାବନ୍ଧନ ଉତ୍ସବକୁ ଖୁବ୍ ନିଆରା ଢଙ୍ଗରେ ପାଳନ କରି ଶ୍ରୀ ବିଦ୍ୟାବାଟିକା ଚର୍ଚ୍ଚିତ ହୋଇଯାଇଛି। ଶିକ୍ଷା ସାଙ୍ଗକୁ ପରମ୍ପରା ଏବଂ ସଂସ୍କୃତିକୁ ଗୁରୁତ୍ୱ ଦେଇ ଆସୁଥିବା ଶ୍ରୀ ବିଦ୍ୟାବାଟିକା ଛାତ୍ରଛାତ୍ରୀଙ୍କ ମାନସିକ ସ୍ତରରେ ଉନ୍ନତି ଆଣିଥାଏ। କେବଳ ଯେ ରାକ୍ଷୀବନ୍ଧନ ଉତ୍ସବକୁ ଏହି ବିଦ୍ୟାବାଟିକା ପାଳନ କରିଥାଏ ତାହା ନୁହଁ, ଏହି ବିଦ୍ୟାବାଟିକାରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ନଜରକୁ ଆସିଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ।